ପୁରୀର ପବିତ୍ର ଧାମରେ ସମୁଦ୍ରର ମୃଦୁ ତରଙ୍ଗ ମଧ୍ୟରେ ପ୍ରତିବର୍ଷ ଆସେ ଏକ ଅପୂର୍ବ ଦିନ, ରଥଯାତ୍ରାର ଦିନ। ଏହି ଦିନରେ ଭକ୍ତମାନେ ଅପେକ୍ଷା କରନ୍ତି ଭଗବାନ ଜଗନ୍ନାଥଙ୍କର ଦର୍ଶନ ପାଇଁ। କାହାଣୀ ଆରମ୍ଭ ହୁଏ ଏକ ଛୋଟ ଛୁଆରୁ, ଯେଉଁଠି ଜୀବନରେ ପ୍ରଥମ ଥର ପାଇଁ ରଥଯାତ୍ରା ଦେଖିବାକୁ ପୁରୀକୁ ଆସିଛି। ସେ ତାଙ୍କ ଠାକୁରଦାଙ୍କୁ ପଚାରେ, କାହିଁକି ଭଗବାନ ଜଗନ୍ନାଥ ମନ୍ଦିର ଛାଡ଼ି ରଥରେ ବାହାରୁଛନ୍ତି? ଠାକୁରଦା ହସି କହନ୍ତି, ଏହା ହେଉଛି ଭଗବାନଙ୍କର ସ୍ନେହ ଓ ସମାନତାର ପ୍ରତୀକ। ସେ ସମସ୍ତ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ନିଜେ ବାହାରୁଛନ୍ତି। ତିନୋଟି ବିଶାଳ ରଥ, ନନ୍ଦିଘୋଷ, ତାଳଧ୍ୱଜ, ଦର୍ପଦଳନ, ରଙ୍ଗୀନ ପତାକା ଓ ଫୁଲରେ ସଜିଥାଏ। ହଜାର ହଜାର ଭକ୍ତ ଏହାକୁ ଟାଣିବା ପାଇଁ ଭିଡ଼ କରନ୍ତି। ସେହି ଭିଡ଼ ମଧ୍ୟରେ ସେ ଛୁଆ ମଧ୍ୟ ଏକ ରସିକୁ ଧରିଥାଏ। ତାଙ୍କ ହୃଦୟ ଭକ୍ତିରେ ପରିପୂର୍ଣ୍ଣ। ସେ ଅନୁଭବ କରେ, ଏହା କେବଳ ଏକ ପର୍ବ ନୁହେଁ, ଏହା ହେଉଛି ଆସ୍ଥା, ଏକତା ଓ ଭକ୍ତିର ଜୀବନ୍ତ ଚିତ୍ର।